ବାପା ବସିଥିବା ସୋଫାରୁ ହଠାତ୍ ଉଠି ପଡ଼ିଲେ। କାରଣଟା ମୋର ଘର, ମୋର ସବୁକିଛି। ପାଟିତୁଣ୍ଡର ଆସର ଚାଲିଥାଏ। ହଁ ହଁ, ଏ ଚେୟାର, ଏ ସୋଫା, ଏ ଘର, ଯାହା ଯାହା ଦେଖୁଛ ଏସବୁ ମୋର। ମୁଁ କରିଛି। ବାପା ଇତସ୍ତତ ହୋଇଗଲେ। କେତେ ଯେ କଷ୍ଟ ସହି ପିଲାଙ୍କୁ ବଡ଼ କରିଥିଲେ ନନ୍ଦବାବୁ। ଏ କ'ଣ କ୍ଷଣଟିରେ ଛାତି ଫୁଲାଇ କହୁଥିଲେ ଏହା ତାହା। କେବେ ଭାବିନଥିଲେ ନନ୍ଦବାବୁ ନିଜ ପାଇଁ କିଛି, ଭବିଷ୍ୟତ ପାଇଁ କିଛି। ବୋହୂ ମଧ୍ୟ ଛାଡ଼ିବାର ନୁହନ୍ତି। କାରଣ ସ୍ୱାମୀଙ୍କ ଅର୍ଜନ, ଦାଣ୍ଡ ହାଟ ବାଟ କେହି ଅଜଣା ନାହିଁ। ସ୍ୱାମୀଙ୍କ ରୋଜଗାରରେ ସବୁ ଶୁଣେଇଲା ଭଳି କହୁଥାନ୍ତି। ନିଜ ଭବିଷ୍ୟତ ପାଇଁ ନିଜେ ଭାବିବା ଦରକାର ଥିଲା। ଆଉ ଆମକୁ ଦେଖ, ଆମେ କେବେ ଆମ ପୁଅ ଉପରେ ବୋଝ ହେବୁନି। ସତେ ତ, ନନ୍ଦବାବୁ ସେବେକାର ଲୋକ। ଭବିଷ୍ୟତ କଥା ଭାବି ନଥିଲେ, ବର୍ତ୍ତମାନରେ ବଞ୍ଚିଥିଲେ। କାନ୍ଧରେ ପକାଇଥିବା ଗାମୁଛାରେ ଲୁହଟା ପୋଛି ମନକୁ ମନ କହୁଥିଲେ, ଏଠି ତ ସମସ୍ତେ କିଏ କାହାର। ଆଉ ମୁଁ ପଛକୁ ବୁଲି ଦେଖିଲେ ସୋଫାଟି ହସୁଥାଏ ଦେଖି। ତୁମ ପରେ ଏଠି ଆଉ କିଏ, ତାପରେ ଏଠି ଆଉ କିଏ। ନନ୍ଦବାବୁ ବୁଝିଗଲେ, ଏଇ ତ ଜୀବନ। ଧନ୍ୟବାଦ।